ଦୁଇଟା ପାର୍ସଲ ଜଣେ କଷ୍ଟମର କରିଥିଲା ତାଙ୍କ ଘରେ ବସିଛି ମୁଁ ଆସି ରାତି 8ଟା ହେଇଗଲାଣି ପାର୍ସଲ ଦେବା ପାଇଁ। ନମସ୍କାର ଜୟ ମା ଶାରଳା ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢ଼ିଆ ଅଛି। ପାର୍ସଲ ଦେବା ବହୁତ ଡେରି ହେଇଗଲା ତ ପାଖାପାଖି 9:30 ଆସିଗଲାଣି। ତ ଆପଣଙ୍କୁ ମୁଁ ଦେଖ ଯେହେତୁ କାଲି ହୋଲି ଅଛି ତ କାଲି ଆମର ଛୁଟି ଅଛି ତ ସେଥିପାଇଁ ମୁଁ କହିଲି ନାହିଁ ହୋଲିଟା ତ ଅଛି ତ ତା ଆଗୁଆ ଗୋଟେ ଦିନ କାମ କରିଦେବା ଘଣ୍ଟାଏ 2 ଘଣ୍ଟା ଅଧିକା କାମ କରିଦେଲେ ଟଙ୍କା 200 ଅଧିକା ବାହାରି ଆସିବ। ତ ଏଇ ତ ଜୀବନ ଆଜ୍ଞା ଆଉ ଚାଲନ୍ତୁ ଦେଖିବା। ତ ଯେମିତିକି ଆପଣମାନେ ଜାଣିଥିବେ ମୋର 30 ଦିନରେ 20,000 ଟଙ୍କା ରୋଜଗାର କରିବାର ଅଛି। ତ ଆଜି ପାଖାପାଖି ମୋର 22 ଦିନରେ ପହଞ୍ଚିଗଲା। ରାତି 8ଟା ସମୟରେ କଷ୍ଟମରଙ୍କ ଘରେ ଅଧଘଣ୍ଟା ମୋତେ ୱେଟିଂ। ଏବେ ମୁଁ ଆସି ପହଞ୍ଚି ଯାଇଛି ଅଫିସରେ ଦେଖିପାରୁଥିବେ। ତ ମୁଁ ଆସି ରାତି ବହୁତ ହେଇଗଲାଣି ଆସି 9ଟା 10ଟା ପାଖାପାଖି ହେଇଗଲାଣି। ଅଫିସରେ ବି ସମସ୍ତେ ବ୍ୟସ୍ତ ହେଲେଣି ଯିବା ପାଇଁ କେବଳ ମୋର ପାଇଁ ଅପେକ୍ଷା କରିକି ସମସ୍ତେ ବସିଛନ୍ତି। ଦେଖୁଥିବେ ଭାଇ ଆମର ପୁରା ହାଲିଆ ହେଇଯାଇଛନ୍ତି ଆସିକିରି। ମୁଁ ତ ହାଲିଆ ହେଇଯାଇଛି ଆଉ ଭାଇଙ୍କ କଥା କ'ଣ କହିବି। ମାନେ ସମସ୍ତେ କେବଳ ୱେଟିଂ କରିଛନ୍ତି ମୋତେ ମୁଁ ଆସିବି ମୋର ହେଉଛି ଶେଷରେ। ଟୋଟାଲି ମୋର ପାର୍ସଲ ଡେଲିଭରି ହେଇଛି 52ଟା ପିକଅପ୍ 4ଟା କ୍ୟାନସେଲ୍ 5ଟା ପେଣ୍ଡିଂ 6ଟା।